ଆଜିର ଭିଡ଼ିଓରେ ଆମେ କମ୍ପଲସରି ପେପର AC ଓଡ଼ିଆର କେତେଗୁଡ଼ିଏ ସର୍ଟ କ୍ୱେଶ୍ଚିନ୍ ଆଲୋଚନା କରିବା। ବାକ୍ୟ କାହାକୁ କୁହାଯାଏ? କେତେଗୁଡ଼ିଏ ଅର୍ଥବାଚୀ ଶବ୍ଦ ମିଳିତ ହୋଇ ମନର ଭାବକୁ ପୂର୍ଣ୍ଣ ରୂପେ ପ୍ରକାଶ କଲେ ତାହାକୁ ବାକ୍ୟ କୁହାଯାଏ। ବିଶୁଦ୍ଧ ବାକ୍ୟର କେତୋଟି ଲକ୍ଷଣ ରହିଛି ଓ ସେଗୁଡ଼ିକ କ'ଣ? ବିଶୁଦ୍ଧ ବାକ୍ୟର 3ଗୋଟି ଲକ୍ଷଣ ରହିଛି ଓ ସେଗୁଡ଼ିକ ହେଲା ଆକାଂକ୍ଷା, ଯୋଗ୍ୟତା ଓ ଆସକ୍ତି। ଆକାଂକ୍ଷା କାହାକୁ କୁହାଯାଏ? ବାକ୍ୟ ମଧ୍ୟରେ ଗୋଟିଏ ପଦ ଯଦି ଅନ୍ୟ ପଦର ଅପେକ୍ଷା ରଖେ ତାହାକୁ ଆକାଂକ୍ଷା କୁହାଯାଏ। ଯୋଗ୍ୟତା କାହାକୁ କୁହାଯାଏ? ବାକ୍ୟ ମଧ୍ୟରେ ପଦମାନଙ୍କର ପରସ୍ପର ବିରୋଧୀ ନ ହେବା ଏକ ପ୍ରମୁଖ ଲକ୍ଷଣ। ଏହି ଲକ୍ଷଣକୁ ଯୋଗ୍ୟତା କୁହାଯାଏ। ଆସକ୍ତି କାହାକୁ କୁହାଯାଏ? ବାକ୍ୟ ମଧ୍ୟରେ ସଠିକ୍ ଭାବରେ ଶବ୍ଦ ପରେ ଶବ୍ଦ ବସାଇବାର ପଦ୍ଧତିକୁ ଆସକ୍ତି କୁହାଯାଏ। କାହାକୁ କାହାକୁ ନେଇ ବାକ୍ୟ ଗଠିତ ହୋଇଥାଏ? ସାଧାରଣତଃ କର୍ତ୍ତା, କର୍ମ ଓ କ୍ରିୟାକୁ ନେଇ ବାକ୍ୟ ଗଠିତ ହୋଇଥାଏ। ବାକ୍ୟର ଆରମ୍ଭରେ ଓ ଶେଷରେ କିଏ ବସନ୍ତି? ବାକ୍ୟରେ ଆରମ୍ଭରେ କର୍ତ୍ତା ଓ ଶେଷରେ ସମାପିକା କ୍ରିୟା ବସନ୍ତି। ବାକ୍ୟ ଗଠନର କେତେଗୋଟି ମୌଳିକ ଅଂଶ ରହିଛି ଓ ସେଗୁଡ଼ିକ କ'ଣ କ'ଣ? ବାକ୍ୟ ଗଠନର 2ଗୋଟି ମୌଳିକ ଅଂଶ ରହିଛି। ସେଗୁଡ଼ିକ ହେଲା ଉଦ୍ଦେଶ୍ୟ ଓ ବିଧେୟ। ଉଦ୍ଦେଶ୍ୟ କାହାକୁ କୁହାଯାଏ? ଯାହାକୁ କେନ୍ଦ୍ର କରି ବା ଯାହା ସମ୍ବନ୍ଧରେ ବାକ୍ୟରେ କୁହାଯାଇଥାଏ ତାହାକୁ ଉଦ୍ଦେଶ୍ୟ କୁହାଯାଏ। ବିଧେୟ କାହାକୁ କୁହାଯାଏ? ଉଦ୍ଦେଶ୍ୟ ସମ୍ପର୍କ ଯାହା ବାକ୍ୟର ପରବର୍ତ୍ତୀ ଅଂଶରେ କୁହାଯାଇଥାଏ ତାହାକୁ ବିଧେୟ କୁହାଯାଏ। ଗୋଟିଏ ସାର୍ଥକ ବାକ୍ୟକୁ କେତୋଟି ଦିଗକୁ ବିଭାଜିତ କରାଯାଏ ଓ ସେଗୁଡ଼ିକ କ'ଣ? ଗୋଟିଏ ସାର୍ଥକ ବାକ୍ୟକୁ ସାଧାରଣତଃ 2ଟି ଦିଗରୁ ବିଭାଜିତ କରାଯାଏ ଓ ସେଗୁଡ଼ିକ ହେଲା ଗଠନାତ୍ମକ ବିଭାଗୀକରଣ ଓ ଅର୍ଥ ପ୍ରକାର୍ଯ୍ୟ ଭିତ୍ତିକ ବିଭାଗୀକରଣ। ଗଠନାତ୍ମକ ଦିଗରୁ ବାକ୍ୟକୁ କେତେ ଭାଗରେ ବିଭକ୍ତ କରାଯାଏ ଓ ସେଗୁଡ଼ିକ କ'ଣ କ'ଣ? ପଦ୍ୟ ବିନ୍ୟାସ ଭିତ୍ତିକ ଗଠନ ଧର୍ମୀ ଦିଗରୁ ବାକ୍ୟକୁ 3 ଭାଗରେ ବିଭକ୍ତ କରାଯାଏ। ସେଗୁଡ଼ିକ ହେଲା ସରଳ ବାକ୍ୟ, ଯୌଗିକ ବାକ୍ୟ ଓ ଜଟିଳ ବାକ୍ୟ। ସରଳ ବାକ୍ୟ କାହାକୁ କୁହାଯାଏ? ଗୋଟିଏ ମାତ୍ର ସମାପିକ କ୍ରିୟାକୁ ନେଇ ବାକ୍ୟ ଗଠିତ ହୋଇଥିଲେ ତାହାକୁ ସରଳ ବାକ୍ୟ କୁହାଯାଏ। ଯୌଗିକ ବାକ୍ୟ କାହାକୁ କୁହାଯାଏ? 2 ବା ତତୋଧିକ ପରସ୍ପର ନିରପେକ୍ଷ ସରଳ ବାକ୍ୟର ସଂଯୋଗରେ ଯେଉଁ ବାକ୍ୟ ଗଠିତ ହୁଏ ତାହାକୁ ଯୌଗିକ ବାକ୍ୟ କୁହାଯାଏ। ଜଟିଳ ବାକ୍ୟ କାହାକୁ କୁହାଯାଏ? ପରସ୍ପର ସାପେକ୍ଷ 2 ବା ତତୋଧିକ ଖଣ୍ଡ ବାକ୍ୟର ମିଳନରେ ଯେଉଁ ବାକ୍ୟ ଗଠିତ ହୋଇଥାଏ ତାହାକୁ ଜଟିଳ ବାକ୍ୟ କୁହାଯାଏ। ଅର୍ଥଗତ ପ୍ରକାର୍ଯ୍ୟ ଦିଗରୁ ବାକ୍ୟକୁ କେତେ ଭାଗରେ ବିଭକ୍ତ କରାଯାଏ ଓ ସେଗୁଡ଼ିକ କ'ଣ? ଅର୍ଥଗତ ପ୍ରକାର୍ଯ୍ୟ ଅନୁସାରେ ବାକ୍ୟକୁ 6ଗୋଟି ଦିଗରୁ ବିଭକ୍ତ କରାଯାଇପାରେ। ସେଗୁଡ଼ିକ ହେଲା ବିବୃତ୍ତି ସୂଚକ ବାକ୍ୟ, ବିସ୍ମୟ ସୂଚକ ବାକ୍ୟ, ଆଦେଶ, ଅନୁରୋଧ, ଆଶିଷ, ପରାମର୍ଶ ସୂଚକ ବାକ୍ୟ, ପ୍ରଶ୍ନସୂଚକ ବାକ୍ୟ, ନାସ୍ତି ସୂଚକ ବାକ୍ୟ ଓ ଅସ୍ଥିବାଚକ ବାକ୍ୟ। ଖଣ୍ଡ ବାକ୍ୟ ବା ବାକ୍ୟାଂଶ କାହାକୁ କୁହାଯାଏ? ବାକ୍ୟରେ ବୁଝା ପଡ଼ୁଥିବା ନିର୍ଦ୍ଦିଷ୍ଟ ଅଂଶକୁ ବା ନିର୍ଦ୍ଦିଷ୍ଟ କେତୋଟି ପଦ ସଂହତିକୁ ଖଣ୍ଡ ବାକ୍ୟ ବା ବାକ୍ୟାଂଶ କୁହାଯାଏ। ବିବୃତ୍ତି ସୂଚକ ବାକ୍ୟ କାହାକୁ କୁହାଯାଏ? ନିର୍ଦ୍ଦିଷ୍ଟ ବିଷୟକ ବିବୃତ୍ତି ବା ବକ୍ତବ୍ୟ ପ୍ରକାଶ କରୁଥିବା ବାକ୍ୟକୁ ବିବୃତ୍ତି ସୂଚକ ବାକ୍ୟ କୁହାଯାଏ। ବାକ୍ୟର ରୂପାନ୍ତର କ'ଣ? ଗୋଟିଏ ପ୍ରକାର ବାକ୍ୟକୁ ଅର୍ଥ ପରିବର୍ତ୍ତନ ନ କରି ଅନ୍ୟ ପ୍ରକାର ବାକ୍ୟରେ ପରିଣତ କରିବାକୁ ବାକ୍ୟର ରୂପାନ୍ତର କୁହାଯାଏ। ଆଜିର ଭିଡ଼ିଓରେ ଆମେ 1 ମାର୍କିଆ ସର୍ଟ କ୍ୱେଶ୍ଚିନ୍ ଆଲୋଚନା କଲେ। ପରବର୍ତ୍ତୀ ଭିଡ଼ିଓରେ ପୁଣି ଦେଖା ହେବା।